ତାଙ୍କ ପାଖରେ ତ ପାଣି ଆଉ ଖାଦ୍ୟ ମହଜୁଦ ଅଛି ଯାହା ଆମେ ପତା କରିଥିଲୁ। ଆଉ ଯେହେତୁ ସୁଅ ବହୁତ ଅଛି ତାଙ୍କୁ ଇମିଡିଏଟଲି ଆଣିବାଟା ପସିବଲ ନାହିଁ, ଯେହେତୁ ସେଟା 3 ମହଲା କୋଠା ଅଛି। ଆମେ ଉପରକୁ ତାଙ୍କର ଉପର ମହଲାକୁ ଆମେ ସ୍ଥାନାନ୍ତରିତ କରିଛୁ। ପ୍ରଶାସନ ପକ୍ଷରୁ କିଏ ସବୁ ଆସିଲେଣି ଆପଣ ଗାଁକୁ ଆସିଲେଣି? ନା ଆସିନାହାନ୍ତି କି ସାର୍? କେହି ଆସିନାହାନ୍ତି? କିଏ ଆସିନାହାନ୍ତି? ଗତ ସପ୍ତାହରେ ତ ବନ୍ୟା ଗୋଟେ ହେଇଥିଲା, ଆସିନାହାନ୍ତି କେହି? କେହି ଆସିନାହାନ୍ତି? ନା କଣ ଲୋକ କହୁଛନ୍ତି 250 ଲେଖା ଚାଉଳ ଚୁଡା ଦେଇ ଦେଇକି ଗୋଟେ ବର୍ଷ 200 ଟଙ୍କା ଦେଇଥିଲେ। ଘର ପିଛା ହଁ କେହି ଆସି ପହଞ୍ଚିନାହାନ୍ତି। ନା ଦ୍ୱିତୀୟ ଥର ବ୍ରାହ୍ମଣୀରେ ବନ୍ୟା ଆସିବା ଫଳରେ ଆଜି ଯଦି କହିପାରିବା ଆମେ କୁଳସାହି ଆଶ୍ରମ ଆବାସିକ ବିଦ୍ୟାଳୟରେ 200 ରୁ 250 ପିଲା ବର୍ତ୍ତମାନ ଜଳବନ୍ଦୀରେ ଅଛନ୍ତି। ଯଦି କହିବା ତଳ ତାଲାକୁ ବର୍ତ୍ତମାନ ଜଳ ଛୁଇଁଲା ପରେ ବର୍ତ୍ତମାନ ପିଲାମାନଙ୍କୁ ଉପରକୁ ନିଆଯାଇଛି। ବର୍ତ୍ତମାନ ଉପଜିଲ୍ଲାପାଳ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଓଡ୍ରାଫ୍ ଟିମ୍ ବର୍ତ୍ତମାନ ପ୍ରସ୍ତୁତ ହଉଛି ସିଧାସଳଖ ବିଦ୍ୟାଳୟକୁ ଯିବା ପାଇଁ। ବିଦ୍ୟାଳୟରେ କିଭଳି ଭାବରେ ପିଲାମାନେ ସବୁ ଅଛନ୍ତି ସେମାନଙ୍କୁ ଯଦି କହିବା ପଟାମୁଣ୍ଡି ଫାୟାର ଷ୍ଟେସନରୁ ସିଧାସଳଖ ଫାୟାର ଷ୍ଟେସନର ସମସ୍ତ ଅଧିକାରୀ ମାନେ ଆସି ପହଞ୍ଚିଛନ୍ତି। କର୍ମଚାରୀ ବର୍ତ୍ତମାନ ବୋଟ ଯୋଗେ ସିଧାସଳଖ ଯାଉଛନ୍ତି ଆମର କୁଳସାହି ଆଶ୍ରମ ବିଦ୍ୟାଳୟରେ ବର୍ତ୍ତମାନ ସିଧାସଳଖ ଯିବା। ବର୍ତ୍ତମାନ ଯାହା ଉପଜିଲ୍ଲାପାଳ ସେ ପର୍ଯ୍ୟନ୍ତ ମୁଁ ଦେଖିବା ପାଇଁ ଯାଉଛି ସେଟା ଟିକେ। ସେମାନେ ବର୍ତ୍ତମାନ ଉପର ମହଲା ସିଫ୍ଟ ଅଛନ୍ତି, ସେମାନେ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅଛନ୍ତି। ଏବେ ଯାହା ଲାଷ୍ଟ ଖବର ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଆଉ ଖାଦ୍ୟ ସାମଗ୍ରୀ ମଧ୍ୟ ଅଛି ଏବଂ ତାଙ୍କର ଷ୍ଟକ୍ ସିଚୁଏସନ ପାଇଁ ଯାଉଛୁ। ଆମେ ଯାଉଛୁ ଦେଖିକି ଆସୁଛୁ ସୁଅ କଣ ଅଛି, ଯଦି ଦରକାର ପଡିବ ଅଗ୍ନିଶମ ମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଆମେ ଯଦି ଦରକାର ପଡିବ ତାହେଲେ ସିଫ୍ଟିଂ କରିବୁ ପିଲାମାନଙ୍କୁ। ଯାହା ଉପଜିଲ୍ଲାପାଳ ପ୍ରତିକ୍ରିୟା ଦଉଥିଲେ, ପିଲାମାନେ ସମ୍ପୂର୍ଣ୍ଣ ସେଫ୍ଟି ଅଛନ୍ତି ଏବଂ ସେମାନଙ୍କ ପାଖରେ ଖାଦ୍ୟ ପାନୀୟ ଜଳ ସମସ୍ତ ପ୍ରକାର ମହଜୁଦ ଅଛି। ଯଦି କହିବା ବର୍ତ୍ତମାନ ସିଧାସଳଖ ଦମକଳ ବାହିନୀ ଉପଜିଲ୍ଲାପାଳଙ୍କୁ ସାଥିରେ ଧରି ବର୍ତ୍ତମାନ ସିଧାସଳଖ କୁଳସାହି ଆଶ୍ରମ ବିଦ୍ୟାଳୟ ଅଭିମୁଖେ ଯାତ୍ରା କରିବାକୁ ବାହାରିଛନ୍ତି। ଯଦି କହିବା ବୋଟ ବର୍ତ୍ତମାନ ତାଙ୍କର ପ୍ରସ୍ତୁତି କରୁଛନ୍ତି। ସିଧାସଳଖ ଉପଜିଲ୍ଲାପାଳଙ୍କୁ ସାଥିରେ ଧରି ଆବାସିକ କାର୍ଯ୍ୟାଳୟରେ ପିଲାମାନଙ୍କ ସ୍ଥିତି ପରୀକ୍ଷା ପାଇଁ ବର୍ତ୍ତମାନ ଶିକ୍ଷକ ମଧ୍ୟ ସାଥିରେ ଅଛନ୍ତି। ଦେଖିପାରୁଥିବେ ଦୃଶ୍ୟ, ଲାଇଫ ଜ୍ୟାକେଟ ପିନ୍ଧିଛନ୍ତି। ବର୍ତ୍ତମାନ ସିଧାସଳଖ ବୋଟ ବାହାରିଲା କୁଳସାହି ଆବାସିକ ବିଦ୍ୟାଳୟ ଅଭିମୁଖେ। ଯଦି କହିବା ସେଠାରେ ଯୋଉ 200-250 ପିଲା ବର୍ତ୍ତମାନ ସେଠାରେ ଅଛନ୍ତି ସେମାନଙ୍କୁ ସ୍ଥାନାନ୍ତରିତ କରାଯିବ କି ନାହିଁ ସ୍ଥିତି ଦେଖିଲା ପରେ ଯାହା ଉପଜିଲ୍ଲାପାଳ ପ୍ରତିକ୍ରିୟା ରଖୁଥିଲେ, ସେମାନଙ୍କର ସେଠିକାର ସ୍ଥିତି ଦେଖିଲା ପରେ ଯାହା କିଛି ନିର୍ଦ୍ଧାରଣ କରାଯିବ ସେମାନଙ୍କୁ ଆଜି ସ୍ଥାନାନ୍ତରିତ କରାଯିବ କି ସେଇ ଛାତ୍ରଛାତ୍ରୀ ମାନେ ସେଇ ବିଦ୍ୟାଳୟରେ ଉପର ତଲାରେ ରହିବେ, ଯାହା ଉପଜିଲ୍ଲାପାଳ ପ୍ରତିକ୍ରିୟା ଦଉଥିଲେ। ଏବଂ ଆମେ ଯିବା କଥା ହବା। ଆଜ୍ଞା ପାଣି କେମିତି କଣ ସଡନ ଆଜ୍ଞା ବଢିଲା? ପାଣି ବଢୁଛି, ଛାଡିବାର ଗୋଟେ ଅଛି। 15 ଦିନେ 2 ଥର। ହଁ ପ୍ରଶାସନ ପକ୍ଷରୁ କିଏ ସବୁ ଆସିଲେଣି ଆପଣ ଗାଁକୁ ଆସିଲେଣି? ନା ଆସିନାହାନ୍ତି କି ସାର୍? କିଏ ଆସିନାହାନ୍ତି? ଗତ ସପ୍ତାହରେ ତ ବନ୍ୟା ଗୋଟେ ହେଇଥିଲା, ଆସିନାହାନ୍ତି କେହି? କେହି ଆସିନାହାନ୍ତି? ନା କଣ ଲୋକ କହୁଛନ୍ତି 250 ଲେଖା ଚାଉଳ ଚୁଡା ଦେଇ ଦେଇକି ଗୋଟେ ବର୍ଷ 200 ଟଙ୍କା ଦେଇଥିଲେ। ଘର ପିଛା ହଁ କେହି ଆସି ପହଞ୍ଚିନାହାନ୍ତି। ନା ଯାହା ପ୍ରତିକ୍ରିୟା ଜନସାଧାରଣଙ୍କର ଶୁଣୁଥିଲେ ଯେ ଘର ପିଛା 250 ଲେଖା ଚୁଡା ଦେଇ ଦେଇ ପ୍ରଶାସନ ଚୁପ୍ ବସିଲା। ତେବେ ଦେଖିବାକୁ ବାକି ରହୁଛି ଏ ସମସ୍ତ ଖବର ପ୍ରସାରିତ ହୋଇସାରିଲା ପରେ ଜିଲ୍ଲା ପ୍ରଶାସନ କିଭଳି ଭାବରେ ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ସାହାଯ୍ୟ କରୁଛି ତା ଉପରେ ସମସ୍ତଙ୍କ ନଜର। କେନ୍ଦ୍ରାପଡ଼ାରୁ ହରେକୃଷ୍ଣ ବେହେରା, ପ୍ରତିଦିନ ଟିଭି। ପାଖାପାଖି ପିଲା ଆଜ୍ଞା ଜଳବନ୍ଦୀ, ନାଇଁ ଆମକୁ ଖବର ଆସିଲା ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆମେ ଏଠିକି ଆସିଛୁ। ଏବେ ଇମର୍ଜେନ୍ସି ସପ୍ଲାଏ ପାଇଁ ତାଙ୍କ ପାଖରେ ତ ପାଣି ଆଉ ଖାଦ୍ୟ ମହଜୁଦ ଅଛି ଯାହା ଆମେ ପତା କରିଥିଲୁ। ଆଉ ଯେହେତୁ ସୁଅ ବହୁତ ଅଛି ତାଙ୍କୁ ଇମିଡିଏଟଲି ଆଣିବାଟା ପସିବଲ ନାହିଁ, ଯେହେତୁ ସେଟା 3 ମହଲା କୋଠା ଅଛି। ଆମେ ଉପରକୁ ତାଙ୍କର ଉପର ମହଲାକୁ ଆମେ ସ୍ଥାନାନ୍ତରିତ କରିଛୁ ଏବଂ ସିଚୁଏସନ ଉପରେ ରଖିଛୁ। ଆମର ଟିମ୍ ଓଡ୍ରାଫ୍ ଟିମ୍ ବି ଆସିକି ପହଞ୍ଚି ଗଲାଣି ଏବଂ ଆମେ ସବୁ ପ୍ରକାର ଇଭିଜୁଆଲି ପ୍ରସ୍ତୁତ ଅଛୁ। ସେଇଟା ଆମେ ପାଣିର ଦେଖିକି ଆମେ ନବୁ, ଯେହେତୁ ସୁଅ ଅଛି ତାଙ୍କୁ ଇମିଡିଏଟଲି ଆଣିବାଟା ସେଫ୍ ହବନି।